ତମେ କେମିତି ଜାଣିବ ଯେ ତମ ଜୀବନରେ କିଛି ତମର ଭ୍ୟାଲ୍ୟୁ ଅଛି କି ନାହିଁ? ଏଇଟା ଚିନ୍ତା କରିବା ଦରକାର ଯେ ଆମେ ଯାହା ସହିତ ସମ୍ପର୍କରେ ଅଛନ୍ତି ସିଏ ଆମକୁ କେତେବେଳେ ମନେ ପକାଉଛି ନା ମନେ ପକାଉନି। ଆମର ଜୀବନରେ ଆମର ବାପା ମା ଆମକୁ 24 ଆୱାର ମନେ ପକାନ୍ତି, କାରଣ ଆମ ସହିତ ତାଙ୍କର ଗୋଟେ ରକ୍ତ ସମ୍ପର୍କ ଯୋଡ଼ି ହେଇକି ରହିଛି, ତ ସିଏ ଆମକୁ ଭୁଲି ପାରନ୍ତିନି। ତା ବାଦ ଯେଉଁ ଲୋକମାନେ ରହିଛନ୍ତି ଆମ ଜୀବନରେ ସିଏ ଆମକୁ ଯଦି ସେତେବେଳେ ମନେ ପକାଉଛନ୍ତି ଯେତେବେଳେ ଆମର ନିହାତି ଦରକାର ତାଙ୍କୁ ଅଛି, ସେତେବେଳେ ସିଏ ଯେତେ ଅଧିକା ରିକ୍ୱେଷ୍ଟ କରିକି ଯେତେ ପ୍ୟାର ସେ ଆମକୁ ଡାକୁଛନ୍ତି ସେଇଟା ପ୍ରୁଭ୍ କରୁଛି ଯେ ଆମ ଜୀବନରେ ତାଙ୍କର ଭ୍ୟାଲ୍ୟୁ ସେତିକି ଅଧିକା ଅଛି। ଯେ ଲୋକ ସବୁବେଳେ ମନେ ପକାଉଥିବ ତାମାନେ ତାର ସହିତ ଆମର କିଛି ଗୋଟେ ବହୁତ ବଡ଼ ସମ୍ପର୍କ ଅଛି। ଆଉ ଯିଏ ସବୁବେଳେ ନୁହେଁ ମତଲବ ପଡ଼ିଲେ ମନେ ପକାଉଛି ସେଇଟା ପ୍ରୁଭ୍ କରୁଛି ଯେ ଆମ ଜୀବନରେ କିଛି ଭ୍ୟାଲ୍ୟୁ ଅଛି ଯେଉଁଟା ସିଏ ଜାଣିପାରିଛି ତା ଜୀବନ ଆମ ବିନା ଅଧୁରା। ମାନେ ଏମିତି ଗୋଟେ ଘଟଣା ହେଇଛି ରିସେଣ୍ଟ। ମୁଁ ଗୋଟେ ସ୍କୁଲରେ ବହୁତ ଦିନ ପୂର୍ବରୁ ଏମିତି 2 ବର୍ଷ ପୂର୍ବରୁ ଏମିତି 6 ମାସ ପାଖାପାଖି ସେଠି ସର୍ଭିସ୍ କରିଥିଲି। ତାପରେ ମୁଁ ସେଠୁ ପଳେଇ ଆସିଲି। ତ ଏବେ ସେ ସ୍କୁଲର ସାର୍ ମାନେ ମୋତେ ମନେ ପକାଉଛନ୍ତି ଯେ ପଙ୍କଜ ତମେ ଆସ କିଛି ଟିକେ ଦରକାର ଅଛି ତମର, ବହୁତ ରିକ୍ୱେଷ୍ଟ କରିକି ଡାକୁଛନ୍ତି। ତାମାନେ ଏଇଟା ପ୍ରୁଭ୍ କରୁଛି ଯେ ତାଙ୍କ ଜୀବନ ମୋ ବିନା ଅଧୁରା। ସିଏ ମୋତେ ଦରକାର କରୁଛନ୍ତି ତାଙ୍କ ଜୀବନରେ, ମୋର କିଛି ଗୋଟେ ଭ୍ୟାଲ୍ୟୁ ମୋ ପାଇଁ ସିଏ ତାଙ୍କ ଜୀବନରେ କିଛି ଗୋଟେ ଭ୍ୟାଲ୍ୟୁ ରଖିଛନ୍ତି ଯେଉଁଟା ସିଏ ଭୁଲି ନାହାନ୍ତି ମୋତେ ଆଜି ଯାଏଁ। ଆଉ ଯଦି ସବୁବେଳେ ମନେ ପକାଇଥାନ୍ତେ କଥା ଅଲଗା ଯେ ହଁ ସିଏ ମୋ ସହିତ ପୁରା ସମ୍ପର୍କ ଅଛି। ଏଇ ଯେଉଁ ଦରକାର ପଡ଼ିଲା ବେଳେ ମନେ ପକାଇଲେ ଏଇଟା ପ୍ରୁଭ୍ କରୁଛି ଯେ ଆମ ଜୀବନ ବେକାର ନୁହେଁ। ଆମେ ସେତେ ତଳକୁ ଯାଇନାହାନ୍ତି ଯେତେ ଆମେ ଭାବୁଛନ୍ତି। ଆମର ଭ୍ୟାଲ୍ୟୁ ବହୁତ ଉପରେ ଅଛି। ସାଇନିଂ ଅଫ୍।